କେନ୍ଦ୍ରାପଡ଼ାରେ ଜନ୍ମ ହେଲେ ହନୁମାନ। ପଣା ସଂକ୍ରାନ୍ତି ଦିନ ଘଟିଲା ବିରାଟ ଚମତ୍କାର। ବାହାଘରର 12 ବର୍ଷ ପରେ କୋଳରେ ଖେଳିଲେ ବଜରଙ୍ଗବାଲି। ଆନନ୍ଦ ଖେଳିଗଲା ପରିବାରରେ। ଜୟ ଜଗନ୍ନାଥ, ଜୟ ଗୋପୀନାଥ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡେଇର ରଞ୍ଜନ ବାବୁ ଜଣେ ହନୁମାନ ଭକ୍ତ ଥିଲେ। ଗ୍ରୋସରୀ ଦୋକାନରେ ସେଲ୍ସମ୍ୟାନ୍ ଭାବେ କାମ କରନ୍ତି। ବାହାଘରର 8 ବର୍ଷ ବିତି ଯାଇଥିଲେ ମଧ୍ୟ ପିଲା ଛୁଆ ହେଉନଥିବାରୁ ମନ ଭିତରେ ଦୁଃଖ ଥାଏ। ଅନେକ ଡାକ୍ତରଖାନା ଯାଇ ବିଭିନ୍ନ ପ୍ରକାରର ମେଡିସିନ ଖାଇ ଖାଇ ବିଫଳ ହେଲେ। ଜ୍ୟୋତିଷ ପଣ୍ଡିତମାନଙ୍କୁ ଜାତକ ମଧ୍ୟ ଦେଖାଇଲେ। ଅନେକ ପ୍ରତିକାର କଲା ପରେ ମଧ୍ୟ ଫଳ କିଛି ମିଳିଲା ନାହିଁ। ଘରେ ହୋମ ଯଜ୍ଞ, ତ୍ରିନାଥ ମେଳା, ପଞ୍ଚାନନ ମେଳା ଭଳି ପୂଜାପୂଜି କରି ଥକି ପଡ଼ିଲେ ପଞ୍ଚାନନ, ହେଲେ ବାପା ହୋଇପାରିଲେ ନାହିଁ। ସାଙ୍ଗସାଥୀ ସାହି ପଡ଼ିଶାମାନେ ହଟା କଲେ, ଏମିତିକି ତାଙ୍କ ସ୍ତ୍ରୀକୁ ବାଞ୍ଝ ବୋଲି ସମ୍ବୋଧନ କଲେ। ଏତେ ସବୁ କଷ୍ଟକୁ ଆଉ ସହିପାରିଲେ ନାହିଁ ସ୍ୱାମୀ ସ୍ତ୍ରୀ। ମନସ୍ଥ କଲେ ଗାଁ ଛାଡ଼ି ଅନ୍ୟ ଜାଗାରେ ରହିବେ। ତେଣୁ ସ୍ୱାମୀ ସ୍ତ୍ରୀ 2 ଜଣ ଚାଲିଲେ ଏକ ସୁରକ୍ଷିତ ଆଶ୍ରୟ ସନ୍ଧାନରେ। ଯେଉଁଠି ମିଳିବ ତାଙ୍କୁ ରହିବା ପାଇଁ, ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ, ପୁଣି ପେଟକୁ ଦାନା। ଭାବି ଭାବି ପହଞ୍ଚିଲେ କଟକ ବାଦାମବାଡ଼ିରେ। ଦିନ ସାରା ବୁଲିବା ପରେ ତାଙ୍କୁ କେଉଁଠି ବି ରହିବା ପାଇଁ ଜାଗା ମିଳିଲାନି, କି କାମ ମଧ୍ୟ ମିଳିଲା ନାହିଁ। ତେଣୁ ସେମାନେ ସେଦିନ ବାଦାମବାଡ଼ି ବସ୍ ଷ୍ଟାଣ୍ଡରେ ରାତ୍ରି କଟାଇଲେ। ସକାଳ ହେଲା, ରଞ୍ଜନ ବାବୁ ଗୋଟେ ହୋଟେଲରେ ବାସନ ମାଜିବା ପାଇଁ ସ୍ଥିର କଲେ। ଆଉ କାମଟି ତାଙ୍କୁ ମିଳିଗଲା। ମାଲିକ କହିଲା, କେବଳ ଖାଇବାକୁ ଦେବି, ଟଙ୍କା ପଇସା ଦେଇପାରିବି ନାହିଁ। 4 ବେଳା ଖାଇବ, ରହିବ। ରଞ୍ଜନ ବାବୁ ନିରୁପାୟ ହୋଇ ରାଜି ହୋଇଗଲେ। କେବଳ ଗୋଟିଏ ସର୍ତ୍ତ ରଖିଲେ ରଞ୍ଜନ ବାବୁ, ତାଙ୍କୁ ଟିକେ ତାଙ୍କ ହୋଟେଲରେ ରହିବା ପାଇଁ ଦେବେ। ହୋଟେଲ ମାଲିକ ରାଜି ହୋଇଗଲା। ରଞ୍ଜନ ବାବୁ ଓ ତାଙ୍କ ସ୍ତ୍ରୀ ସେହି ହୋଟେଲରେ ରହି ବାସନ ମାଜିଲେ ଏବଂ ପେଟକୁ 4 ବେଳା ଖାଇବାକୁ ପାଇଲେ। ଏତେ ଦୁଃଖ କଷ୍ଟରେ ଥିଲେ ମଧ୍ୟ ସେମାନେ ହନୁମାନଙ୍କ ଆରାଧନା କରିବା ପାଇଁ ଭୁଲନ୍ତି ନାହିଁ। ରଞ୍ଜନ ବାବୁ ଜଣେ ସଚ୍ଚୋଟ ଉଦାର ହୃଦୟର ଲୋକ ଥିଲେ। ହେଲେ କଟକରେ ଯେତେ ସଚ୍ଚୋଟ ଦେଖାଇଲେ ସେସବୁ କ'ଣ ହେବ? ଏମିତି 10 ଦିନ ବିତିଗଲା। ରଞ୍ଜନ ବାବୁ ହନୁମାନ ମନ୍ଦିରକୁ ଯାଇ ବଜରଙ୍ଗବାଲୀଙ୍କୁ ଦୁଃଖରେ ନିଜ କଷ୍ଟ କଥା ଜଣାଇ ପୁଣି ଆସି ନିଜ କାମରେ ଲାଗି ପଡ଼ନ୍ତି। ଦିନେ ସେହି ହୋଟେଲକୁ ଜଣେ ଲୋକ ଖାଇବାକୁ ଆସିଥିଲେ। ରଞ୍ଜନ ବାବୁଙ୍କ ବ୍ୟବହାର ତାଙ୍କୁ ଭଲ ଲାଗିଲା। ତେଣୁ ସେ ରଞ୍ଜନ ବାବୁଙ୍କ ଠାରୁ ତାଙ୍କ ବିଷୟରେ ଜାଣିବାକୁ ଚାହିଁଲେ। ଆଉ ରଞ୍ଜନ ବାବୁ ନିଜର କଥା କହିଲେ। ବାବୁ ଜଣଙ୍କ ସେଠାରୁ ଗଲାବେଳେ ଗୋଟିଏ ଠିକଣା ଦେଇଗଲେ ରଞ୍ଜନ ବାବୁଙ୍କୁ, ଆଉ କହିଗଲେ ଫ୍ରି ସମୟ ବାହାର କରି ତାଙ୍କୁ ଦେଖା କରିବା ପାଇଁ। ସଂକ୍ରାନ୍ତି ଦିନ ହୋଟେଲ ସବୁ ବନ୍ଦ ରୁହେ। ତେଣୁ ସେଦିନ ରଞ୍ଜନ ବାବୁ ଯାଇ ସେହି ବାବୁଙ୍କ ଘରେ ପହଞ୍ଚିଲେ। ବାବୁ ଜଣଙ୍କ ରଞ୍ଜନ ବାବୁ ଓ ତାଙ୍କ ସ୍ତ୍ରୀଙ୍କୁ ଏକ ହନୁମାନ ମନ୍ଦିରରେ ରହି ବଗିଚା ଓ ମନ୍ଦିରର ଦେଖାଶୁଣା କରିବା ପାଇଁ ପ୍ରସ୍ତାବ ଦେଲେ। ଏମିତିକା ଭଲ ପ୍ରସ୍ତାବଟେ ପାଇ ରଞ୍ଜନ ବାବୁ ଖୁସି ହୋଇଗଲେ। ଆଉ ହୋଟେଲକୁ ଆସି ନିଜ ସ୍ତ୍ରୀକୁ କହିଲେ। ସ୍ତ୍ରୀ ମଧ୍ୟ ଏ ପ୍ରସ୍ତାବରେ ରାଜି ହୋଇଗଲେ। କିଛି ଦିନ ପରେ ଦୁହେଁ ସେ ହୋଟେଲ ଛାଡ଼ି ଯାଇ ସେହି ହନୁମାନ ମନ୍ଦିରରେ ରହିଲେ। ସ୍ତ୍ରୀ ଫୁଲ ଗୁନ୍ଥନ୍ତି, ବାସନ মাজନ୍ତି। ରଞ୍ଜନ ବାବୁ ବଗିଚାର ଦେଖା ଚାହା କରନ୍ତି ଏବଂ ଫୁଲ ତୋଳି ଆଣି ତାଙ୍କ ସ୍ତ୍ରୀଙ୍କୁ ଦିଅନ୍ତି। ଯେଉଁ ଭକ୍ତ ସେଠାକୁ ଆସନ୍ତି ସେମାନେ ରଞ୍ଜନ ବାବୁ ଓ ତାଙ୍କ ସ୍ତ୍ରୀର ସୁନ୍ଦର ବ୍ୟବହାର ଏବଂ ସେମାନଙ୍କର କାମ କାର୍ଯ୍ୟରେ ବହୁତ ପ୍ରସନ୍ନ ହୋଇ ଉଠନ୍ତି ଏବଂ ସେମାନଙ୍କୁ ପ୍ରଶଂସା କରନ୍ତି। ସେମାନଙ୍କୁ କିଛି କିଛି ଟଙ୍କା ଯାଚନ୍ତି, ହେଲେ ରଞ୍ଜନ ବାବୁ ସେସବୁ ନେବା ପାଇଁ ମନା କରିଦିଅନ୍ତି। 2 ସ୍ୱାମୀ ସ୍ତ୍ରୀ ପ୍ରତ୍ୟେକ ଦିନ ହନୁମାନଙ୍କୁ ତାଙ୍କର ପୁତ୍ର ସନ୍ତାନ ପାଇଁ ଗୁହାରି କରନ୍ତି। ଦିନକର ଘଟଣା, ଗୋଟିଏ ବୁଢ଼ା ମାଙ୍କଡ଼ ଖଣ୍ଡିଆ ଖାବରା ଅବସ୍ଥାରେ ଆସି ହନୁମାନ ମନ୍ଦିରରେ ପଶିଗଲା। ବିଚରା ଜୀବନ ବିକଳରେ ସେଠାରେ ପଡ଼ିଥିଲା।
ରଞ୍ଜନ ବାବୁ ଓ ତାଙ୍କ ସ୍ତ୍ରୀ ସାଙ୍ଗେ ସାଙ୍ଗେ ଧାଇଁ ଆସି ମାଙ୍କଡ଼ଟିକୁ ଧରି ଚିକିତ୍ସା କରିବା ପାଇଁ ଚେଷ୍ଟା କଲେ। ହେଲେ ମାଙ୍କଡ଼ ଡରରେ ଖେଁ ଖେଁ ହେଲା। ରଞ୍ଜନ ବାବୁ ମନ୍ଦିରରେ ଭୋଗ ହୋଇଥିବା କଦଳୀ ଓ ଫଳମୂଳ ଆଣି ମାଙ୍କଡ଼ଟିକୁ ଖାଇବାକୁ ଦେଲେ। ମାଙ୍କଡ଼ଟି ଖାଇବାକୁ ଲାଗିଲା ଓ ସେଠାରେ ପଡ଼ି ରହିଲା। କିଛି ସମୟ ପରେ ରଞ୍ଜନ ବାବୁ ଧୀରେ ଧୀରେ ତା ପାଖକୁ ଯାଇ ତାକୁ ଆଉଁସିଲେ। ଆଉ ତାପରେ ମାଙ୍କଡ଼ ଭରସା ପାଇଲା। ରଞ୍ଜନ ବାବୁ ଓ ତାଙ୍କ ସ୍ତ୍ରୀ ମାଙ୍କଡ଼ଟିର ଚିକିତ୍ସା ଆରମ୍ଭ କରିଦେଲେ। ସେଦିନଠାରୁ ମାଙ୍କଡ଼ଟି ସେଇଠାରେ ରହିଲା ଏବଂ 5 ଦିନ ପରେ ସମ୍ପୂର୍ଣ୍ଣ ଭଲ ହୋଇଗଲା। ମନ୍ଦିରକୁ ଯେତେ ସବୁ ଭକ୍ତ ଆସନ୍ତି ମାଙ୍କଡ଼ ତାଙ୍କଠାରୁ ମାଗି କଦଳୀ ଫଳ ଖାଇବାକୁ ଲାଗେ ଏବଂ ସେହି ହନୁମାନ ମନ୍ଦିରରେ ରଞ୍ଜନ ବାବୁଙ୍କ ପାଖରେ ରୁହେ। ଏମିତି କିଛି ଦିନ ପରେ ରଞ୍ଜନ ବାବୁଙ୍କ ସେବାରେ ପ୍ରଭୁ ବଜରଙ୍ଗବାଲି ପ୍ରସନ୍ନ ହୋଇଗଲେ। ରାତିରେ ସ୍ୱପ୍ନରେ ଆସି କହିଲେ, ଭକ୍ତ ରଞ୍ଜନ, ମୁଁ ତୁମ ସେବାରେ ସନ୍ତୁଷ୍ଟ। ତୁମ ପାଖରେ ଭକ୍ତି, ଜୀବ ପ୍ରତି ଦୟା, ସଚ୍ଚୋଟତା ଗୁଣ ରହିଅଛି। ତେଣୁ ମୁଁ ତୁମର ମନୋବାଞ୍ଛା ପୂର୍ଣ୍ଣ କରିବି। କୁହ, କ'ଣ ତୁମର ଦରକାର? ରଞ୍ଜନ ବାବୁ କହିଲେ, ପ୍ରଭୁ ବଜରଙ୍ଗବାଲି, ମୋର କେବଳ ଆପଣଙ୍କ ପରି ପୁତ୍ରଟିଏ ଦରକାର। ଏତିକି ଆଶୀର୍ବାଦ ମୋତେ ଦିଅନ୍ତୁ। ହନୁମାନ କହିଲେ, ଭକ୍ତ, ମୋ ପରି ପୁତ୍ର ଦ୍ୱିତୀୟ ଆଉ କେହି ନାହାନ୍ତି ଏ ସଂସାରରେ। ତେଣୁ ମୁଁ ତୁମ ପୁତ୍ର ରୂପେ ଜନ୍ମ ନେବି। ଶିବ ହନୁମାନଙ୍କର ଚିହ୍ନ ଥିବା ଗୋଟିଏ ପୁତ୍ର ତୁମ ସ୍ତ୍ରୀ ଜନ୍ମ ଦେବେ। ଆଉ ଏହି ବର ଦେଇ ହନୁମାନ ଅନ୍ତର୍ଧ୍ୟାନ ହେଲେ। ନିଦ ଭାଙ୍ଗିଗଲା ରଞ୍ଜନ ବାବୁଙ୍କର। ଉଠି ଦେଖିଲେ ଭୋର 5ଟା ହେବ। ସ୍ତ୍ରୀ ତାଙ୍କର ଶୋଇଛନ୍ତି। ହଠାତ୍ ଏମିତିକା ସ୍ୱପ୍ନ। ନିଦରେ ଦେଖିଥିବା ସ୍ୱପ୍ନକୁ ମନେ ମନେ ଟିକେ ଭାବିବାକୁ ଲାଗିଲେ। ମନର କଥା ମନରେ ରଖି ନିଜର କାର୍ଯ୍ୟ କରିଚାଲିଲେ। 3 ମାସ ଅତିକ୍ରାନ୍ତ ହେଲା। ହଠାତ୍ ରଞ୍ଜନ ବାବୁଙ୍କ ସ୍ତ୍ରୀଙ୍କର ମୁଣ୍ଡ ବୁଲାଇଲା, ବାନ୍ତି ମଧ୍ୟ ହେଲା। ମେଡିକାଲ ନେଇ ଟେଷ୍ଟ କଲା ପରେ ଜଣାପଡ଼ିଲା ତାଙ୍କ ସ୍ତ୍ରୀ ଗର୍ଭବତୀ ଅଛନ୍ତି। ରଞ୍ଜନ ବାବୁଙ୍କର ସେଦିନର ସେହି ସ୍ୱପ୍ନ କଥା ମନେ ପଡ଼ିଗଲା। ସ୍ୱାମୀ ସ୍ତ୍ରୀ 2 ଜଣ ଆନନ୍ଦରେ ନାଚି ଉଠିଲେ। ମନ୍ଦିରକୁ ଫେରି ବଜରଙ୍ଗବାଲିଙ୍କ ପାଦ ତଳେ ପଡ଼ି କାନ୍ଦି କାନ୍ଦି ଗଡ଼ିଗଲେ। ତାପରେ ରଞ୍ଜନ ବାବୁ ସେଦିନର ସ୍ୱପ୍ନ କଥା ତାଙ୍କ ସ୍ତ୍ରୀଙ୍କ ଆଗରେ ପ୍ରକାଶ କଲେ। ସ୍ତ୍ରୀ କହିଲେ, ଯେଉଁମାନେ ଆମକୁ ଥଟ୍ଟା କରୁଥିଲେ ସେହିମାନଙ୍କ ସମ୍ମୁଖରେ ମୁଁ ମୋ ପୁତ୍ରର ପୂଜାର୍ଚ୍ଚନା କରିବି। ଯେଉଁମାନେ ମୋତେ ବାଞ୍ଝ ବୋଲି କହୁଥିଲେ ସେହି ଗାଁରେ ମୁଁ ମୋ ପୁତ୍ରକୁ ଜନ୍ମ ଦେବି। ଧୀରେ ଧୀରେ ସମୟ ପାଖେଇ ଆସିବାରୁ ସ୍ୱାମୀ ସ୍ତ୍ରୀ ଦୁହେଁ କେନ୍ଦ୍ରାପଡ଼ାର ସେହି ନିଜ ଘରକୁ ଫେରିଗଲେ ଏବଂ ସେଠାରେ ରହିଲେ। ସେଠାକାର ଗାଁ ଲୋକମାନେ ଏ ଘଟଣା ଦେଖିଲା ପରେ ମୁଣ୍ଡ ତଳକୁ କରି ଚୁପ୍ ହୋଇଗଲେ। ଚୈତ୍ର ମାସ ମହାବିଷୁବ ସଂକ୍ରାନ୍ତି ଦିନ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ରଞ୍ଜନ ବାବୁଙ୍କର ଗୋଟିଏ ପୁତ୍ର ସନ୍ତାନ ହେଲା। ମହାବୀର ବଜରଙ୍ଗବାଲିଙ୍କ ସ୍ୱପ୍ନ ସତ ହେଲା। ପଣା ସଂକ୍ରାନ୍ତି ଦିନ ପୁଅ ହୋଇଥିବାରୁ ତାର ନାମ ସେ ମହାବୀର ବୋଲି ରଖିଲେ। ଆଉ ଯେଉଁମାନେ ସେମାନଙ୍କୁ ଥଟ୍ଟା ମଜା ବାଞ୍ଝ ବୋଲି କହୁଥିଲେ ସେମାନଙ୍କର ମୁହଁ ସବୁଦିନ ପାଇଁ ଚୁପ୍ ହୋଇଗଲା। ଏହା ଥିଲା ବଜରଙ୍ଗବାଲିଙ୍କର ଲୀଳା। ଦର୍ଶକ ବନ୍ଧୁ, ଏହି ଭିଡ଼ିଓ ଏବଂ ଏହି ସତ୍ୟ କାହାଣୀ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଜୟ ଗୋପୀନାଥ ଟିଭିକି ଆପଣମାନେ ସବସ୍କ୍ରାଇବ୍ କରି ଆମ ସହିତ ଯୋଡ଼ି ହୋଇଯାଆନ୍ତୁ ଏବଂ ଆମର ଏହି ଭିଡ଼ିଓକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ଆପଣଙ୍କ ଦିନଟି ମଙ୍ଗଳମୟ ହେବ। ଜୟ ଜଗନ୍ନାଥ, ଜୟ ଗୋପୀନାଥ।